कर प्रसारी कन्नमूळे गोविंद प्रहारिले बळे पूर्वे जेसने सुर राय विश्वकर्मार पुत्र देहे प्रहार करी कन्नमूळे प्राण हारिले तार बळे हेमंत विष्णुर प्रहारे प्राण छाडिला कळे बरे मुष्टी प्रहारे मुंड फाटी पडिला मही तळे लोटी ओम नमो भगवते वासुदेवाय तृतीय स्कंद प्रथम अध्याय ईश्वरे चारु गुणक्षभ जेमंते ब्रह्मांड संभव एमान तृतीय स्कंदारे वर्णित 33 अध्याये त्यामध्ये विदुर उद्धव संवाद प्रथमे प्रस्ताव शौनक आदि मुनिगणे आनंदे सुत सन्निधाने विदुर कथा मने चिंती स्वभाव भावे पचारन्ति शौनक उवाच हे सुत तुम्हार वचन ଶୁଣି ସନ୍ତୋଷ ଆମ୍ଭ ମନ ମହାତ୍ମା ବିଦୁରର ବାଣୀ ଆମ୍ଭେ ତୁମ୍ଭର ମୁଖ ଶୁଣି ଛାଡ଼ିଲୁ ଭବ ବନ୍ଧ ବ୍ୟଥା ବିସ୍ତାରି କହ ତାର କଥା ସର୍ବ ସମ୍ପଦ ଛାଡ଼ି ବନେ କିମ୍ପା ସେ ଗଲା ଦୁଃଖ ମନେ ଅନେକ ତୀର୍ଥେ ଦେଇ ମନ ପୃଥିବୀ କଲା ପର୍ଯ୍ୟଟନ मैत्रेय मुनि संगे तार एकांते आध्यात्म विचार काही बा नदी तीर बने सानंदे बसिबे निजने संत से विदुरर आगे मैत्रेय मुनि अनुरागे कहिले तत्व सार बाणी जा शुणी भभूतरे प्राणी से कथा कह मुनि बर विष्णुर विष्णु विदुर विष्णु भक्त सार से बंधु त्यागी किबा अर्थे पुଣି ମିଳିଲା ଇନ୍ଦ୍ରପ୍ରସ୍ଥେ ହେମନ୍ତ ମୁନିଙ୍କର ବାଣୀ ସୁତ ସନ୍ତୋଷ ମନେ ଘୃଣୀ କହନ୍ତି ଶୌନକଙ୍କ ଆଗେ କୃଷ୍ଣର ଭାବ ଅନୁରାଗେ ସୁତ ଉବାଚ ଶୁଣ ହେ ମୁନି ଗଣ ତ ସେ କଥା ସୁକ ମୁନି ପାଶେ ଆନନ୍ଦେ ଅଭିମନ୍ୟୁ ସୁତ ପୁଛିଲା ବିଦୁର ଚରିତ ସେ ମୁନି କହିଲେ ଯେମନ୍ତେ ସେ କଥା ଶୁଣ ଏକ ଚିତେ ଶୁକ ବୋଲନ୍ତି ଭାବ ଭରି ଶୁଣ ପରୀକ୍ଷ ଦଣ୍ଡଧାରୀ ଶ୍ରୀ ଶୁକ ଉବାଚ ହେ ଧୃତ ରାଷ୍ଟ୍ର ଯେତେବେଳେ ନିଷ୍ଠୁର ହୀନ ବୁଦ୍ଧି ବଳେ ଅଧର୍ମେ ଧନ ସେ ସଞ୍ଚଇ ନିଜ ସୁତଙ୍କୁ ଭୋଗ ଦେଇ ପାଣ୍ଡୁ ସୁତଙ୍କୁ ଦେଖେ ଭିନେ ନିନ୍ଦଇ ନିଷ୍ଠୁର ବଚନେ ବାଳକେ ପିତୃହୀନ ହୋଇ ମାତାର ସଙ୍ଗେ ଦୁଃଖ ସହି ହସ୍ତିନାପୁରେ ତାଙ୍କ ଘରେ ବଞ୍ଚନ୍ତି ଅତି ଅବ୍ୟଭାରେ ତାହାଙ୍କ ମରଣ ଇଚ୍ଛଇ ଭୀମକୁ ବିଷ ଲଡୁ ଦେଇ ଯତୁର ଘରେ ଅଗ୍ନି ଦେଲା ସେତେବେଳେ ଗୋବିନ୍ଦ ରଖିଲା ପୁଣି ସଭାର ତଳେ ଆଣି ପଞ୍ଚ ପାଣ୍ଡବଙ୍କର ମଣି କେଶ ଆକର୍ଷି ବାହୁ ବଳେ ବିବସ୍ତ୍ର କଲା ସଭା ତଳେ କୁଚ କୁଙ୍କୁମ ବହେଉରେ ଅଧବଦନ ଅଶ୍ରୁଧାରେ ବଧୂର ଦୁଃଖ ସେ ଶୁଣିଲା ପୁତ୍ରଙ୍କୁ ବାରଣ ନ କଲା ମାୟା କପଟ ପୋଷା କରି ଦ୍ୱିତ ଖେଳାଇ ଧନ ହରି ଛଳେ ହରିଲା ତାଙ୍କ ଦେଶ କାନନେ 12 ବରଷ ଅଜ୍ଞାତେ ଅଧିକ ବରଷେ ବିରାଟ ରାଜ୍ୟ ମତ୍ସ୍ୟ ଦେଶେ ତହୁଁ ବଞ୍ଚିଲେ ଦୁଃଖ ସୁଖେ ବନ କଷଣ ଅତିରେକେ ପୁଣି ମିଳିଲେ ରାଜ୍ୟ ଆସି ବିଶ୍ୱାସେ ରାଜା ପାଶେ ବସି ଜୀବନ ଅର୍ଥେ କିଛି ଧନ ମାଗିଲେ ନ ଦେଲା ରାଜନ ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପାଣ୍ଡୁ ସୁତ କୃଷ୍ଣର ବୋଲ ସେ ନ କଲା ସୂଚି ଅଗ୍ରତେ ସେ ନ ଦେଲା କୃଷ୍ଣଙ୍କୁ କରି ଅପମାନ ଲୋଭେ ହୋଇଲା ହତ ଜ୍ଞାନ ବିଦୁର ଆଣି ଏକାନ୍ତରେ ବିଚାର କଲା ଅନ୍ତପୁରେ ପାଣ୍ଡବ ମାରି ନାନା ବ୍ୟାଜେ ରାଜା ହୋଇବି ସର୍ବରାଜେ ଶୁଣି ବିଦୁର କର ଯୋଡ଼ି ବୋଲଇ ରାଜା ପାଦେ ପଡ଼ି ଅସହ୍ୟ ଅପରାଧ ତର କେତେ ସହିଛି ଯୁଧିଷ୍ଠିର ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ ପୁତ୍ରଙ୍କ ତୁଲେ ଭୁଞ୍ଜ ମହି ନହିଲେ ସୁଖ ନାହିଁ ତର ସେ ବିଷ୍ଣୁ ତେଜେ ବଳିୟାର
ଶ୍ରୀହରି ତାଙ୍କୁ ସଙ୍ଗେ ଘେନି ଉଶ୍ୱାସ କରିବେ ମେଦିନୀ। ସେ ଭଗବାନ ଦଇତାରି ଦେବ ବ୍ରାହ୍ମଣ ସଙ୍ଗେ ଧରି। ସେ ସୁଖେ ଥାଇ ନିଜ ପୁରେ ପାଣ୍ଡବ ବଂଶ ପକ୍ଷ ଧରେ। ଏ ପୁତ୍ର ଆସି ତର ପୁରୀ ବସିଲା ଦଶ ରୂପ ଧରି। ତାକୁ ତୁ ପୁତ୍ର ପ୍ରାୟ ମଣୁ କୂଳ କୁଶଳନ ପ୍ରମାଣୁ। ଶ୍ରୀକୃଷ୍ଣେ ଭକତି ନ କରି ତୁହି ହଇଲୁ ହତ ଶିରି। କୂଳ କୁଶଳେ ଯେବେ ମନ ତେଜ ଅଶୁଭ ଦୁର୍ଯ୍ୟୋଧନ। ଏମନ୍ତ ବିଦୁରର ବାଣୀ ସୁକ୍ରୋଧ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଃଶାସନ। ବଲଇ ସ୍ଫୁରିତ ଧରେ ଆକର୍ଷି ଦୁଃଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବେଭାରେ। ଏ ମୋର ନିତ୍ୟ ଅନ୍ନ ଖାଇ ପାଣ୍ଡୁ ପୁତ୍ରଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ ମୋର ବିନାଶ ଚିତେ ଚିନ୍ତେ। ଏମନ୍ତ କୁଟିଳ ଲୋକକୁ କେହ ବା ଡାକିଲା ଏଠାକୁ। ଏମନ୍ତ ବୋଲି ବିଚାରିଲା କପେ ଅନେକ ଗାଳି ଦେଲା। ଦଶନେ କାମୁଡ଼ି ଅଧର ବଲେ ଦଣ୍ଡାଇ କର ଦୂର। ଏହାକୁ ଦଣ୍ଡେ ହେନ ଥୁଅ ରାଜୁ ବାହାର କରିଦିଅ। ଏମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାୟ ମଣି। ମରମ ଉଚାଟ ବଚନ ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା ରାଜା ହିଁ ଆଶ୍ୱାସନ କଲା। ତକ୍ଷଣେ ଉଠି ସେ ବିଦୁର ଚିତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତକ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାହେ ମଣି ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର ତୀର୍ଥ ଗମନେ ଆଗୁସାର। ମିଳିଲା ଯାଇ ଘୋର ବନେ ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି ହରି ଭଗତ ଯହିଛନ୍ତି। ନିରାଶ କରି ଆତ୍ମ ମନ ଗ୍ରାମ ପାଟଣା ଉପବନ। ସୁପୁଣ୍ୟଗିରି କୁଞ୍ଜ ଦେଶେ ଭ୍ରମଇ ତୀର୍ଥ ଅଭିଳାଷେ। ପୁଣ୍ୟ ସରିତ ପୁଣ୍ୟ ସର ନିରତେ ଭ୍ରମଇ ବିଦୁର। ଅନନ୍ତ ଲିଙ୍ଗେ ସିଦ୍ଧ ଯହିଁ ଶୁଦ୍ଧ ପବିତ୍ର ପୁଣ୍ୟ ଭୂଇଁ। ଏମନ୍ତ ଅବଧୂତ ବେଶେ ବିଦୁର ଭ୍ରମେ ପୁଣ୍ୟ ଦେଶେ। ହରିତୋଷଣ ବ୍ରତ ଯେତେ ତପେ ତୋଷଇ ଅବିରତେ। ଏମନ୍ତେ ଭାରତ ବରଷେ କାଳେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁ ବାଣୀ ପାଣ୍ଡବେ କୁରୁ ବଳ ଜିଣି। କୃଷ୍ଣ ସାରଥି ପଣେ ବରି ଅନେକ ଅକ୍ଷହିଣୀ ମାରି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା ଏକାଙ୍ଗ ଚକ୍ରେ କଲେ ରାଜା। ସର୍ବେ ନସିଲେ କୁରୁ ବଳେ ଯେସନେ ବେଣୁ ଦାବା ନଳେ। କୁଟୁମ୍ବ ବଧେ ଶକ କରି ସ୍ୱଜନ ବାନ୍ଧବ ସୁମରି। ଓ ମହୁନ ହୋଇ ଅଶ୍ରୁ କଣ୍ଠେ ମିଳିଲା ସରସ୍ୱତୀ ତଟେ। ଯାହାର ତୀରେ ଏକାଦଶ ତୀର୍ଥେ ବସନ୍ତି ଚାରିପାଶ। ତ୍ରିତ ଉଷନା ମନୁ ନାମ ପୃଥୁ ଅନଳ ଯେ ପବନ। ସୁଦାସ ଗାବ ଗୁହ ଯମ ଅସିତ ଏକାଦଶ ନାମ। କ୍ଷେତ୍ରେ ମନ୍ଦିର ବିଷ୍ଣୁ ଅର୍ଥେ ତୀରେ ରଚିତ ଯେଝା ମତେ। ଋଷି ଦେବତା ଆଦି ଯେତେ ତୀର୍ଥେ ସେବନ୍ତି ଦୃଢ଼ ଚିତେ। ପ୍ରତ୍ୟଙ୍ଗ ମୁଖ୍ୟାଙ୍କିତ ଘର ଦିଶନ୍ତି ଅତି ମନୋହର। ସେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣ ପଶେ ଗାତ୍ରେ। ଏମନ୍ତ ସରସ୍ୱତୀ ତୀର୍ଥ ଦେଖି ବିଦୁର କୃତକୃତ୍ୟ। ତହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ସୌବୀର ବିପିନେ। କୁରୁଞ୍ଜାଙ୍ଗଳ ମତ୍ସ୍ୟ ଦେଶ ଜିଣି ଯମୁନା ପରବେଶ। କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିରାଜେ ଗୋବର୍ଦ୍ଧନ। ସେ ବନେ ବୁଲେ ଏକେ ଏକେ ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ। ହରି ଭକତଙ୍କର ସାର ତପ ଆଚରି ମହାଘର। ଆସନ ନିଶ୍ଚଳ ସମାଧି ଶ୍ରୀକୃଷ୍ଣ ଚରଣେ ଆରାଧି। ଏକାନ୍ତେ ଅଛି ବୃକ୍ଷ ମୂଳେ ବିଦୁର ଦେଖେ ବେନି ଡୋଳେ। ସେ ବାସୁଦେବ ଅନୁଚର କିହ ବା ଦେବା ପଟାନ୍ତର।
ଦେବଗୁରୁଙ୍କ ଶିଷ୍ୟ ସ୍ୱୟଂ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେନି ଜନନୀ ଭିଡ଼େ କଲେ ଆଲିଙ୍ଗନ। ବିଦୁର ଉଦ୍ଧବଙ୍କୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି। ରମହର ସେ ଶୁଦ୍ଧ ଚେତା ପୁଛଇ କୃଷ୍ଣର ବାରତା। କୃଷ୍ଣ ପୁତ୍ରଙ୍କୁ ଆଦି କରି ଏକ ଆରେକ ନାମ ଧରି। ବିଦୁର ଉବାଚ ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ବନ୍ଧୁଜନ। ଯେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରଣୀ ଭାରାନାଶ ଅର୍ଥେ ମନୁଷ୍ୟ ଦେହେ ଏ ଜଗତେ। ରାମ ଗୋବିନ୍ଦ ରୂପ ଧରି ଯାଦବ ବଂଶେ ଅବତରି। ଛନ୍ତି କି ବସୁଦେବ ଘରେ ଆନନ୍ଦେ ବେନି ସହଦରେ। ଆମ୍ଭର ବଂଶେ ଅଧିଦେବ ଦେବକୀ ତୁଲେ ବସୁଦେବ। ସୁଖେ କିଛନ୍ତି ନିଜ ପୁରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛଇନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବ ତପ ଫଳେ ପୁତ୍ର ପ୍ରଦ୍ୟୁମ୍ନ କଲା କଳେ। ମଜାଦି ସାତ ବଂଶ ରାଜା ଗୋବିନ୍ଦ ଯାକୁ କଲେ ପୂଜା। ଛାଡ଼ି ଆପଣା ନୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ। ତୀର୍ଥ ଉଦକ ସିଞ୍ଚି ଶିରେ ସେ ସୁଖେ ଅଛି ଟିକି ପୁରେ। ଭଲେ କି ଜାମ୍ବବତୀ ସୁତ ଯେ ରଥି ମଧ୍ୟେ ମହାରଥ। କୃଷ୍ଣର ସଦୃଶ୍ୟ ଯେ ହୋଇ ପୂର୍ବେ ଅମ୍ବିକା ଗର୍ଭେ ଥାଇ। ଯାହାକୁ ଜାମ୍ବବତୀ ଦେବୀ ପାହିଲା ନାନା ବ୍ରତ ସେବି। କ୍ଷମେ କି ଅଛି ଯୁଯୁଧାନ ଯାହାକୁ ସନ୍ତୋଷ ଅର୍ଜୁନ। ରହସ୍ୟ ଧନୁର୍ବେଦ ଦେଲା ଯେ ପୁଣି କୃଷ୍ଣ ଆରାଧିଲା। ସୁଖେ ହୋଇଲା ଅତି ତାର ଯେ ଯୋଗୀ ଜନେ ଅଗୋଚର। ସ୍ୱଳ୍ପ ଅଳ୍କ ସୁତ ଯଶସ୍କର ଶୁଭେ କି ଅଛଇ ଅକ୍ରୂର। କଂସ ଆଦେଶେ ଗପପୁରେ ଲଭିଲା କୃଷ୍ଣ ବେଣୁ ଶିରେ। ଭଲେ କି ଅଛଇ ଦେବକୀ ଯେ ଗର୍ଭେ ଧଇଲା ହରିଙ୍କି। ଅଶେଷ ମନୋରଥ ବଧ ଭଲେ କି ଅଛି ଅନିରୁଦ୍ଧ। ଯାର ମହିମା ଶବ୍ଦ ଜନି ତୁରୀୟ ତତ୍ତ୍ୱ ସଙ୍ଗେ ମାନି। ସତ୍ୟଭାମାର ସୁତ ଯେତେ ଭଲେ କି ଅଛନ୍ତି ସମସ୍ତେ। ଗଦର କହ ଭଲ କଥା ଯେ ଅନ୍ୟ ଯାଦବ ବାରତା। ଏକାନ୍ତେ କୃଷ୍ଣର ପୟରେ ସେବନ୍ତି ସବୁ ପରକାରେ। ଧର୍ମେ କି ଅଛି ଯୁଧିଷ୍ଠିର ଯେ ଧର୍ମ ରଖିଲା ସଂସାର। ଯାହାର ବାହୁ ପ୍ରାୟ ହୋଇ କୃଷ୍ଣ ଅର୍ଜୁନ ବେନି ଥାଇ। ଭୀମର କହ ଭଲ କଥା ଯେ ଭୀମ ଅତି ବଳବନ୍ତା। ଯାର ଚରଣ ଘାତ କପେ ଦୁର୍ଗମ ରଣ ଭୂମି କମ୍ପେ। ଅର୍ଜୁନ ଅଛି ଟିକି ଭଲେ ନିରତେ ଗୋବିନ୍ଦର ତୁଲେ। ଗାଣ୍ଡିବ ଧନୁ କରେ ଧରି ରଣେ ତୋଷିଲା ଶୂଳଧାରି। ନକୁଳ ସହଦେବ ବେନି କୁଶଳ କହ ପରିମାଣି। ଅଶ୍ୱିନୀ ନାସିକା ବିବରେ ଜନ୍ମ ହୋଇଲେ ଯେ ଶରୀରେ। କେ କହୁ ତାଙ୍କ ଗୁଣ ଗ୍ରାମ ଦେବଙ୍କ ବ୍ୟାଧି ହରେ ନାମ। ତାହାଙ୍କ ବୀର୍ଯ୍ୟ ଜାତ ହୋଇ ସୁନ୍ଦର ରୂପେ ଜନମହି। ପାଣ୍ଡବ ଚକ୍ଷୁ ସେ ବୋଲାନ୍ତି କହ କି କୁଶଳେ ଅଛନ୍ତି। ଦେଖ ଏ କୁନ୍ତୀ ଗର୍ଭ ଅର୍ଥେ ସ୍ୱାମୀକୁ ଚିନ୍ତେ ଅବିରତେ। ଯାନାମ ଚଉଦିଗେ ଶୁଭେ ସେ ସ୍ୱାମୀ ବିନୁ ସୁତ ଲୋଭେ। ତାହାକୁ ଛାଡ଼ି ଭୋଗ ବିନେ ରହିଲା ପୁତ୍ର ସ୍ନେହ ମନେ। ଶୁଣ ଉଦ୍ଧବ ସାଧୁ ଧୀର ଧୃତରାଷ୍ଟ୍ରର ଯେବେ ଭାର। ସେ ପିତୃହୀନ ପଞ୍ଚପୁତ୍ରେ ତାଙ୍କ ମରଣ ଚିତେ ଚିନ୍ତେ। ପୁତ୍ରଙ୍କ ତୁଲେ ତା ବିଚାର ମୁଁ ପ୍ରିୟ ସୁହୃଦ ତାହାର। ପୁରୁ ବାହାର କରିଦେଲା ଚିତେ ତା ଦୟା ନ ବସିଲା। ଏଣୁ ପଡ଼ିବ ତମ ଘର ଜୀବନେ ଚିନ୍ତା ତାକୁ ମୋର। ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ। ସେ ହରି ମନୁଷ୍ୟ ଶରୀରେ ସାକ୍ଷାତେ ସଂସାରେ ବିହରେ। ତାର ପ୍ରସାଦ ତା ମହାତ୍ମ୍ୟ ଜାଣି ଛାଡ଼ିଲି ସର୍ବଭ୍ରମ। ତାର ଚରଣ ଧ୍ୟାନ କରି ମୁଁ ଏବେ ଆନନ୍ଦେ ବିହରି। ଦେଖ ଉଦ୍ଧବ ତା ମହିମା କେ କହିପାରେ ଗୁଣ ସୀମା। ଯେ ଯେତେ ଥିଲେ ମହିପାଳେ ଅନେକ ଅକ୍ଷହିଣୀ ମେଳେ। ତାହାଙ୍କୁ ମାୟାରେ ସଂହାରି ହେଳେ ତ୍ରିଭୁବନ ଉଦ୍ଧରି। ପ୍ରପନ୍ନ ଜନ ଦୁଃଖ ନାଶ ଅର୍ଥେ କ୍ଷଣକେ ପୀତବାସ।
ପାରନ୍ତି କୁରୁଙ୍କୁ ସଂହାରି ସହିଲେ ଦଶ କ୍ଷମା କରି ସେ ଗୁଣାତୀତ ଅଜହରି ଖଳ ନାଶନେ ଅବତରି ଅଖିଳ ଲୋକଙ୍କ କୁଶଳେ ସେ ଦେହବନ୍ତ ଯଦୁ କୋଳେ ଯାର ଆଜ୍ଞାରେ ସଂସାର ତୀର୍ଥର ପ୍ରାୟ କୀର୍ତ୍ତି ଯାର ସେ ହରି ଶୁଭ କଥା ମତେ କହ ଉଦ୍ଧବ ଶୁଦ୍ଧ ଚିତେ ଏମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି ଚିତେ ଚିନ୍ତିଲା ନାରାୟଣ ସୁଜନେ ଏକ ମନେ ଶୁଣ ହରିଚରିତ ସୁଧାରସ କହିଲା ଜଗନ୍ନାଥ ଦାସ ତୃତୀୟ ସ୍କନ୍ଧେ ଭାଗବତେ ସୁଜନ ଜନଙ୍କର ହିତେ इति श्रीमद्भागवते महापुराणे परमहंस्यां सहितां तृतीय स्कन्धे विदुरोद्धव संवादे प्रथमोऽध्यायः।